ଯେତେବେଳେ ଅନ୍ୟମାନଙ୍କୁ ଦୋଷ ଦେଇଥାନ୍ତି ସେଇ ସବୁ ଜିନିଷ ପାଇଁ ଯୋଉଟା କି ଆପଣଙ୍କୁ ବିରକ୍ତ କରିଥାଏ ଏବଂ ଆପଣଙ୍କୁ କ୍ରୋଧିତ କରିଥାଏ, ସେତେବେଳେ ଆପଣ ଗୋଟେ ମୂଲ୍ୟବାନ ସୁଯୋଗ ହାତ ଛଡା କରିଥାନ୍ତି ସେ ସବୁ ଜିନିଷ ଜାଣିବା ପାଇଁ, ସେଇ ସବୁ ପ୍ରତିବନ୍ଧକ ବିଷୟରେ ଅଧିକା ଜାଣିବା ପାଇଁ ଯାହାକି ଆପଣଙ୍କୁ ନିୟନ୍ତ୍ରଣ କରୁଛି। ଆପଣ ଆପଣଙ୍କର ଅନ୍ତରାତ୍ମାର ଗହନକୁ ଯାଇ ଅବଚେତନ କ୍ଷେତ୍ରରେ ଯାହା ଥିଲା ତାକୁ ଚେତନ କ୍ଷେତ୍ରରେ ଆଣିବାର ଏକ ସୁଯୋଗ ହାତଛଡ଼ା କରୁଛନ୍ତି, ଯେଉଁଠାରେ କି ଏହାକୁ ମୁକ୍ତ ଏବଂ ସୁସ୍ଥ କରାଯାଇପାରିବ। ଅନ୍ୟକୁ ଦୋଷ ଦେବାର ମାନେ ହେଉଛି ନିଜକୁ କ୍ଷମା କରିବା। ସବୁବେଳେ ଅନ୍ୟମାନେ ଦୋଷୀ ନଥାନ୍ତି। ଥରେ ଆତ୍ମସମୀକ୍ଷା କରି ଦେଖନ୍ତୁ, ଉତ୍ତର ଆପଣା ଛାଏଁ ପାଇଯିବେ। ଜୟ ଜଗନ୍ନାଥ।